আজি ମୁଁ ବହୁତ ଖୁସି କହିକିଲ ମୋ ଭାଗ୍ୟଶ୍ରୀ ବ୍ରତଟା ଶେଷ ହେଇଯିବ। ଆଉ ସେ କହୁଥିଲା ତା ବ୍ରତଟା ଶେଷ ହେଇଗଲେ ସେ ମୋତେ ବରଣବାଲା ଦେବ। ହେଲେ କାହିଁ ଭାଗ୍ୟଶ୍ରୀ ତ ଦିଶୁନାହାନ୍ତି। ହେଲେ ଭାଗ୍ୟଶ୍ରୀ तमे ठीक समय पहुंची जाइछो। एथर मो पूजा शेष हो जाइछि। मु तुमको जेमिति हेले भी बरणामाला अर्पण करि पारिबी। आस मो पाखो को आस। ठीक अछि लो जाउछि। ए शुभ लगाने भाग्यश्री आते तुमला। ए शुभ लगाने भाग्यश्री आते तुमला। मलारी ए बिरा मलारी एथर तम बलारे मो बरणामाला देई तमको मो बाहाई जिबी। ठीक अछि लो ओ बसी पडुछि एथर बरणामाला देई दियो। ठीक अछि। वो जानी लो सवाल किए हेले साइड रे वो बहुत बड़ा भूल ने कर देली लो। कौ भूल करनी छ भाई? इमोशनल भोडी ता स्त्री टा को उठे अड़ी बहुत बड़ा भूल कर देली। ए भाई तू तो एंटी ना थिले ना का भाई एंटी गेली भाई? इमोशनल भोडी एमित भी नथिली लो हेले सही वो बाबू जगू वो आजी बड़ी हो जाइची। ए भाई बाबू बाबा जमारे चढ़ी गई भाई तेरे किसी नहीं लो वो बच्ची भी नहीं वो
ମୋ ପାଖରେ ସମୟ ନାହିଁ ବସିଲ ଭଉଣୀ ତୁ କାହିଁଦେଲୁ ମୁଁ ତ ଆଖିରେ ଲୁହ ଦେଖିପାରିବିନି ବସିଲ ଭଉଣୀ ମୋତେ ସେ ଫାରିରୁ ଡାକରେ ଆସିଲାଣି ମୁଁ ଆଉ ବଞ୍ଚିବିନି ବସିଲ ଭଉଣୀ ବହୁତ କଷ୍ଟ ହେଉଛି ଲୋ कौन पाई मो भाई को मारलो कौन पाई ଯାହା ହେଇଛି ଠିକ ହେଇଛି मते आज मो भाई अलगा करी मते आज भाई छेड़ा कर देछ तने ତମ ଭାଇ କଣ ନ କରିଥିଲା ସେ କଥା କଣ ଚାହୁଁ ଜାଣିନ ତମ ଭାଇ ମୋ ସ୍ତ୍ରୀକୁ ଉଠେଇ ଆଣି ବାହାର ବସିଲା ता बोली कोन जीवन हत्या कर देबो ଯାହା କରିଛୁ ଠିକ କରିଛୁ मो स्वामी जा करचंती भलो करचंती ताते कोन देखा जाउनी तो भाई मो परिवार को केमिति छार कर देइतिला तो भाई मो भाई को मार देछि तो भाई मो बाबा को मार देछि सेट कोन ताते देखा जाउनी नाही अपा नाही जदि तम भाई को नाम सुरेंद्र ताले से हम पाखरे अचंती तम पाखरे हां ना तम मिछ कहउछ नाही अपा मो जमा मिछ कहउनी मो सखी मान का सहित से जमुना घाटरे मु तांका प्राण रक्षा करथिली हेले मु केंती विश्वास करबी मो नै आछि ठीक अछि एई कथा जदि सत होई थाई ताले नै के तम भाई को ठीक अछि ରାଜକୁମାରୀ ଆରେ ତମେ ପୁରା କହୁଥିଲ ମୋ ଆଖି ସାମ୍ନାରେ ସେ କୁଳାଙ୍ଗର ସେନାପତି ମୋ ଭାଇକୁ ହତ୍ୟା କରବନି ହେଲେ ତମ ଭାଇ मो आखि सामने मार देतिला ले केमिति पहुंचल कोन मु भी जानेनी सदर जदि मो भाई पहुंची आज खास मो ताको सब किछि कहि ଏଇ ତମରି ପାଖକୁ ସେମାନେ ପହଞ୍ଚି ଗଲେଣି सौतुना सब अपा को देखि देखा भाई ଅପା ତମେ भाई ଅପା तू सतर बंचिछ भाई ଅପା ମୁଁ ବଞ୍ଚିଛି हेले ଅପା मते तू बंचिलु केमिति ଏ ଅପା हां ତମେ ତ ଜାଣିଛ ସେଦିନ ସେ ଆମ ସେନାପତି ମୋତେ ମାରି ଦେଇଥିଲା ହେଲେ ତା ଭଉଣୀ ପ୍ରିୟା ଯୋଗୁଁ ମୋ ଜୀବନ ବଞ୍ଚିଛି ଅପା तू सत कहछ भाई ହଁ ଅପା हेले मु से भौणी को अनेक गुड़ा कथा कहि देछि अपा। सतर भाई ए भौणी तुम्हें मते क्षमा कर देबो मु तुमको बहुत किछि कहि देछि नाही अपा एथिरे क्षमा मागिबार किछि आवश्यकता नाही तम जागा रे मु मते सेइतिले सेई कथा ही कहि थांती आओ आज मो भाई रो न जीवन फेरी देथिबारु तुमको बहुत बहुत धन्यवाद अपा तो भाई को तो पाई जाइछो खुशी खुशी रे रोइने ए भाई मते आउ केबे भी एकरा छाडी कोडी चली जीवनी भाई तो बिना मु केमिति बंचिछि सेटा कोन तू जानिछु ନା ଅପା ନା ଏବେ କୁଆଡ଼େ ମୋତେ ତ ମୁଁ ଛାଡ଼ି ଯିବିନି हां भाई ହେଲେ ଅପା ବାବା କାହିଁ ବାବା ତ ଏଠି କୋଉଠି ଦେଖାଯାଉ ନାହିଁ भाई मो बापा हुए दुनिया रे नाती ନାଇଁ ରାଜକୁମାରୀ ତମେ ସେମିତି କୁହନି ତମ ପିତା ବଞ୍ଚିଛନ୍ତି ରାଜକୁମାରୀ ତମ ପିତା ବଞ୍ଚିଛନ୍ତି मो पिता बंची छंती ହଁ ରାଜକୁମାରୀ ମତେ ଯିଏ ଜଳପାନ କରେଇ ନୂଆ ଜୀବନ ଦେଇ ଏ ଶିଖର ସଂସାରକୁ ଦେଖିବାର ସୁଯୋଗ ଦେଇଛନ୍ତି ସେଇ ମହାନ ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ରାଜକୁମାରୀ ତମରି ପିତା ରାଜକୁମାରୀ ତମରି ପିତା तम सत कहछ मो पिता बंची छंती ହଁ ରାଜକୁମାରୀ हेले कोठी कोठी मो पिता ଆସ ତମେ ଦୁଇ ଭାଇ ଭଉଣୀ ମୋ ସହିତ ଆସ ତମ ପିତାଙ୍କୁ ମୁଁ ନେଇ ସାକ୍ଷାତ କରୁଛି ठीक अछि ମୋ ସାଙ୍ଗରେ भाई ଆସ चल ଆସ बापा को साक्षात करबा चल जीवा भाई ଆସ ପଛେ ପଛେ ବାବା ବାବା ତମେ କୋଉଠି ଅଛ ବାବା ମୁଁ ତୁମକୁ ନେବାକୁ ଆସିଛି ବାବା ମୁଁ ତୁମକୁ ନେବାକୁ ଆସିଛି ଆସ ବାବା ମୋ ପାଖକୁ ପଳେଇ ଆସ ବାବା ମୋ ପାଖକୁ ପଳେଇ ଆସ ବାବା ରାଜକୁମାର ତମେ କୁଶଳରେ ଅଛ ତ ବାବା ମୁଁ ଭଲରେ ଅଛି ରାଜକୁମାର ହଁ ବାବା
ହେଲେ ରାଜକୁମାର ବାବା ତମେ ଯୋଉ ପ୍ରତିଜ୍ଞା କରିଥିଲ ହଁ ବାବା ତାହା କଣ ତମେ ପୂରଣ କରିପାରିଲ ରାଜକୁମାର? ହଁ ବାବା ସେ କୁଳାଙ୍ଗର ସେନାପତିକୁ ମୁଁ ସବୁବେଳେ ବିନାଶ କରିସାରିଛି ବାବା ସବୁବେଳେ ବିନାଶ କରିସାରିଛି ସାଧୁ ସାଧୁ ରାଜକୁମାର ସାଧୁ ଧର୍ମବନ୍ତ ପୁଅ ଯେ ଧର୍ମ କରିଗଲା ବାବା ପାପବନ୍ତ ପାପୀ ଯେ ପାପ କରି ମଲା। ହଁ ବାବା ହେଲେ ରାଜକୁମାର କୁହନ୍ତୁ ବାବା ସେ ପାପୀକୁ ନିପାତ କରିସାରିଲା ପରେ ତମେ ପରା କହିଥିଲ ମୋ ଝିଅ ଭାଗ୍ୟଶ୍ରୀକୁ ଦେଖା କରିବା ପାଇଁ। ବାବା ତାକୁ ଟିକେ ମତେ ସାକ୍ଷାତ କରାଇ ଦିଅ ନା। ତାକୁ ଦେଖିବା ପାଇଁ ଭାରି ବ୍ୟାକୁଳ ହୋଇଛି ଏ ମନ। ବାବା ତମେ ଯେମିତି ଭାଗ୍ୟଶ୍ରୀକୁ ଦେଖିବା ପାଇଁ ବ୍ୟାକୁଳ ହୋଇ ପଡୁଛ ସେମିତି ବାବା ଭାଗ୍ୟଶ୍ରୀ ମଧ୍ୟ ତମକୁ ଦେଖିବା ପାଇଁ ବ୍ୟାକୁଳ ହୋଇ ପଡୁଛି ବାବା ବ୍ୟାକୁଳ ହୋଇ ପଡୁଛି ସତରେ ରାଜକୁମାର? ହେଲେ ବାବା ହେଲେ ଗୋଟିଏ କଥା ବାବା ଭାଗ୍ୟଶ୍ରୀ ସହିତ ସୁରେନ୍ଦ୍ର ମଧ୍ୟ ବଞ୍ଚିଛି ବାବା ସୁରେନ୍ଦ୍ର ମଧ୍ୟ ବଞ୍ଚିଛି ନାଇଁ ରାଜକୁମାର ମୁଁ ଠିକ ଜାଣିପାରୁଛି ତମେ ଏ ମୋ ମନ ଜଳା ମନକୁ ଶାନ୍ତ କରିବା ପାଇଁ ଏଇ ପ୍ରତିଶ୍ରୁତି ଦେଉଛ ନା ମତେ? ନାଇଁ ବାବା ମୁଁ ବାବା ତୁମକୁ ମିଛ କହି କି ଲାଭ ପାଇବି ବାବା କି ଲାଭ ପାଇବି ଆରେ ଏହା କି ସମ୍ଭବ ରାଜକୁମାର? ସେ ପାପୀ ମାନେ ମୋ ଆଖି ଆଗରେ ମୋ ପୁଅକୁ ହତ୍ୟା କରି ଚାଲିଗଲେ। ମୁଁ ଏଇ ହାତରେ କାନ୍ଧରେ ବହି ମୋ ପୁଅକୁ ପରା ସେଇ ନଈ ସୁଅରେ ଭସାଇ ଦେଇଥିଲି। ତା ଶବକୁ ସେଇ ନଈ ସୁଅରେ ଭସାଇଥିବା ଲୋକ କଣ ସେ ବଞ୍ଚି ପାରିବ? ବାବା ତମେ କଣ ଜାଣିନ ବାବା ବେଳେ ବେଳେ ଅସମ୍ଭବ ବି ସମ୍ଭବ ଘଟିଥାଏ ବାବା ସମ୍ଭବ ଘଟିଥାଏ ରାଜକୁମାର ବାବା ତମେ ତମେ ସତ କହୁଛ ରାଜକୁମାର? ଆରେ ବାବା କହିଲି ପରା ମୁଁ ସତ କହୁଛି ବାବା ହେ ଭଗବାନ ଆଜି ତମେ ଏ କି ଚମତ୍କାର କରିଦେଇଛ ପ୍ରଭୁ। ମୋ ପୁଅ ବି ଏ ଦୁନିଆରେ ବଞ୍ଚିଛି। କୋଉଠି କୋଉଠି ଅଛନ୍ତି ସେମାନେ? ମୋ ସହିତ ଆସ ମୁଁ ତୁମକୁ ନେଇ ତମ ପୁଅ ଝିଅ ସହିତ ସାକ୍ଷାତ କରୁଛି ବାବା ଆସ ମୋ ସହିତ ଆସ ବାବା ମୋ ସହିତ ଆସ ଆସ ବାବା ଏପଟେ ଆସ ବାବା ଆସ ବାବା ଏପଟେ ଆସ ଆରେ ସୁରେନ୍ଦ୍ର ଭାଗ୍ୟଶ୍ରୀ ଏଇ ଦେଖ ନା ଦେଖ ବାବା ତମ ନିକଟକୁ ପହଞ୍ଚି ଗଲେଣି ହଁ ବାବା ତମ ନିକଟକୁ ପହଞ୍ଚି ଗଲେଣି ବାବା ଏଇ ଦେଖ ବାବା ଅତୁରରେ ସୁରେନ୍ଦ୍ର ଆଉ ଭାଗ୍ୟଶ୍ରୀ ତମରି ପଥକୁ ଚାହିଁ ରହିଛନ୍ତି ବାବା ଚାହିଁ ରହିଛନ୍ତି ବାବା ବାବା ମୋ ଗେହ୍ଲା ଝିଅ ବାପା ଭାଗ୍ୟଶ୍ରୀ ମୋ ସୁନା ପୁଅ ମୋ ଧନ ସୁରେନ୍ଦ୍ର ଆଜି ଆଜି ଏହା କି ସମ୍ଭବ ହୋଇପାରିଲା? ଆରେ ମା ମୋର ତ ବିଶ୍ୱାସ ଥିଲା ରେ ମା ଦିନେ ନା ଦିନେ ତୋ ସହିତ ସାକ୍ଷାତ ହେବ ବୋଲି। ତୋରି ପାଇଁ ଏ ଜୀବନକୁ ସଂଘର୍ଷ କରି ଏତେ ଦିନ ପର୍ଯ୍ୟନ୍ତ ମୁଁ ବଞ୍ଚିଛି। ହେଲେ ରେ ମା ବାପା ମୁଁ ତ ଏଇ ହାତରେ କାନ୍ଧରେ ବହି ତୋ ଭାଇର ଶବକୁ ସେଇ ନଈ ସୁଅରେ ଭସାଇ ଦେଇଥିଲି। ହେଲେ ତୋ ଭାଇ ବି ବଞ୍ଚିଛି। ସୁରେନ୍ଦ୍ର ହଁ ବାପା ତୁ କେମିତି ବଞ୍ଚିଲୁ ରେ ଧନ? କେମିତି ବଞ୍ଚିଲୁ ତୁ? ବାପା କେବଳ ସେ ଝିଅ ଯୋଗୁଁ ମୁଁ ଜୀବନ ବଞ୍ଚିଛି ବାପା। ଆରେ ମା ହଁ ପିତା ମୋ ପୁଅର ଜୀବନ ବଞ୍ଚାଇଥିବାରୁ ତୋତେ ଅଶେଷ ଅଶେଷ ଧନ୍ୟବାଦ ରେ ମା। ନା ପିତା ମତେ ଧନ୍ୟବାଦ ଜଣେ ଆଉ ଲଜ୍ଜିତ କରନ୍ତୁନି। ମୁଁ ତ କେବଳ ମୋର କର୍ମ କର୍ତ୍ତବ୍ୟ କରିଛି। ଘୃଣା କରନ୍ତୁ ମୋର ଗୋଟେ ଭକ୍ତିଭରା ଭୂମିଷ୍ଠ ପ୍ରଣାମ। ଭଗବାନ ତୋର ମଙ୍ଗଳ କରନ୍ତୁ ରେ ମା। ହେଲେ ମା ହଁ ପିତା ଯିଏ ମୋ ପୁଅର ଜୀବନ ବଞ୍ଚାଇଛି ମୁଁ ତ ସେହି ଲୋକକୁ ଚିହ୍ନି ପାରୁନି। ତୁ କିଏ ରେ ମା? ତୋ ପରିଚୟ କଣ? ପିତା ମୁଁ ହେଲି ସେହି ଆପଣଙ୍କ ସେନାପତି ରଞ୍ଜିତ ଲାଲାଙ୍କ ଭଉଣୀ ନାମ ମୋର ପ୍ରିୟା। ହେଲେ ଆପଣ ଚିନ୍ତା କରନ୍ତୁନି ତାଙ୍କ ପରି ମୁଁ ନୁହଁ କି ମୋ ଭାଇ ବି ସେମିତି ନଥିଲେ। ହେଲେ ମୋ ଭାଇକୁ ବିଗାଡ଼ି ଦେଇଥିବା ଲୋକ ହେଉଛି ସେଇ ଫୁଲ ମାମୁଁ। ଆଉ ଭାଇ ପ୍ରାଣ ତ୍ୟାଗ କଲା ବୋଲି କହିଯାଇଛନ୍ତି ସେଇ ଫୁଲ ମାମୁଁକୁ ଆପଣ ଜମାରୁ ବି ଛାଡ଼ିବେନି। ତୁ ଠିକ କହିଲୁ ରେ ମା। ଏଥିରେ କାହାର ବି ଦୋଷ ନାହିଁ।
এই ନାଟର ଅଚଲ ଗୋବର୍ଦ୍ଧନ ହେଉଛି ତୋ ମାମୁଁ ଫୁଲ। ଠିକ କହିଛନ୍ତି। ସେଇ ଫୁଲ ଯୋଗୁଁ ମୋ ଭିକାରୀ ସାଜି ଯାଇଛି। ସେଇ ଫୁଲ ଯୋଗୁଁ ମୋ ପୁଅ ଝିଅ ମୋ ଠାରୁ ଅଲଗା ହୋଇଗଲେ। ସେଇ ଫୁଲ ଯୋଗୁଁ ମୋ ଜ୍ୱାଇଁର ଦେହ ସାରା ଖଣ୍ଡିଆ ଖାବରା ହୋଇଯାଇଛି। ସେଇ ଫୁଲ ଯୋଗୁଁ ତୋ ଭାଇର ମୃତ୍ୟୁ ହୋଇଛି। ଆଜି ମୋ ସୁନାର ମୋ ସୁଖ ସଂସାର ଫେରି ପାଇଛି ମୁଁ। ଆଜି ଭଳି ଦିନରେ ସେ ଫୁଲକୁ ଉଚିତ ଶାସ୍ତି ଦେବାକୁ ହେବ। ହଁ ବାବା, ସେ କୁଳାଙ୍ଗର ଫୁଲ ଯୋଉଠି ଥିଲେ ମଧ୍ୟ ତାକୁ ଆମେ ଜମାରୁ ଛାଡ଼ିବାନି ବାବା, ଜମାରୁ ଛାଡ଼ିବାନି। ତାକୁ ଆମେ ଉଚିତ ଦଣ୍ଡ ଦେବା ବାବା, ଉଚିତ ଦଣ୍ଡ ଦେବା। ତମେ ଠିକ କହିଲେ ରାଜକୁମାର। ହଁ ବାବା। ଆରେ ମା ଭାଗ୍ୟଶ୍ରୀ, ବାବା এই ନାଟର ଗୋବର୍ଦ୍ଧନ ସେ ଫୁଲ ଏବେ ମଧ୍ୟ ବଞ୍ଚିଛି ରେ ମା। ହଁ ବାବା। ଚାଲ ସମସ୍ତେ ମିଳିମିଶି ସେ ପାପୀକୁ ଖୋଜି ତାକୁ ଉଚିତ ଶିକ୍ଷା ଦେବାକୁ ପଡ଼ିବ। ହେଲେ ବାପା ସେ ଫୁଲ କୋଉଠି ଥିବ ଏବେ? ଆରେ ମା, ସେ ପରା ମୋ ଠାରୁ ଛଳନା କରି ରାଜା ମୁକୁଟ ମୋ ଠାରୁ ଛଡ଼ାଇ ନେଇ ଏଇ କର୍ଣ୍ଣାଟକର ରାଜା ବୋଲା ଅଛି। ସେ ଏଇ କର୍ଣ୍ଣାଟକରେ ଅଛି ରେ ମା। ଆସ ଠିକ ଅଛି ସମସ୍ତେ ବାପା। ଖୋଜିବା ତାକୁ। ଏ ଭାଇ ଚାଲ, ସେ ଫୁଲ ଯୋଉଠି ଥିଲେ ବି ତାକୁ ଆଜି ଜମାରୁ ବି ଛାଡ଼ିବାନି। ହଁ, ତା ଯୋଗୁଁ ଆମ ପରିବାର କେମିତି ଛାରଖାର ହେଇଯାଇଛି। ଚାଲ ତାକୁ ଧରିକି ଆଣିବା।